ଇରାନ ଇସ୍ରାଏଲ ସଂଘର୍ଷରେ ଆମେରିକାର ଏଣ୍ଟ୍ରି ଏହା କ'ଣ ଇତିହାସର ଏକ ବହୁତ ବଡ଼ ଭୁଲ ହେବାକୁ ଯାଉଛି? ଆସନ୍ତୁ ଆମ ପାଖରେ ଥିବା ତଥ୍ୟକୁ ଆଧାର କରି ଏହି ଜଟିଳ ପରିସ୍ଥିତିକୁ ଟିକେ ଭଲ ଭାବରେ ବୁଝିବା। ଆଉ ଆରମ୍ଭରୁ ହିଁ ସବୁଠୁ ବଡ଼ ପ୍ରଶ୍ନଟି ଆସୁଛି, ଆମେରିକା କ'ଣ ଇରାନକୁ କମ୍ ଭାବୁଛି? ଠିକ୍ ସେମିତି ଯେମିତି ରୁଷ ଭାବିଥିଲା ୟୁକ୍ରେନ ବିଷୟରେ। ଦେଖନ୍ତୁ, ଏହି ତୁଳନାଟି ହିଁ କହିଦେଉଛି ପରିସ୍ଥିତି କେତେ ଗମ୍ଭୀର। ତେବେ ଏହି ଭୁଲ ଆକଳନ ପଛରେ ଗୋଟିଏ ଥିଓରି ବହୁତ ଚର୍ଚ୍ଚାରେ ଅଛି। କୁହାଯାଉଛି କି ଏ ଯୁଦ୍ଧଟା ଆମେରିକାର ନୁହେଁ, ବରଂ ଏହା ଏକ ସହଯୋଗୀ ଦ୍ୱାରା ବୁଣାଯାଇଥିବା ନେତନ୍ୟାହୁଙ୍କ ଜାଲ। ତାହେଲେ ଏ ନେତନ୍ୟାହୁଙ୍କ ଜାଲର ମାନେ କ'ଣ? ସିଧା କଥା ହେଲା, କିଛି ବିଶ୍ଳେଷକଙ୍କ ମତରେ ଇସ୍ରାଏଲ ନିଜର ରାଜନୈତିକ ଫାଇଦା ପାଇଁ ଆମେରିକାକୁ ଏକ ବଡ଼ ଯୁଦ୍ଧ ଭିତରକୁ ଟାଣି ଆଣିଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା, ଏ ଅଭିଯୋଗ ଆମେରିକା ଭିତରୁ ହିଁ ଶୁଣିବାକୁ ମିଳୁଛି। ଆମେରିକା ଭିତରେ ଏହି ଯୁଦ୍ଧକୁ ନେଇ ଗୋଟେ ପ୍ରକାର ଝଡ଼ ସୃଷ୍ଟି ହୋଇଛି। ଗୋଟେ ପଟେ ବଡ଼ ବଡ଼ ନେତା ଏହାକୁ ଅସାମ୍ବିଧାନିକ କହୁଛନ୍ତି, ଆଉ ଅନ୍ୟପଟେ ସାଧାରଣ ଲୋକ ରାସ୍ତା ଉପରକୁ ଓହ୍ଲାଇ ଆସିଲେଣି। ସେମାନଙ୍କର ମେସେଜ ପୁରା ସ୍ପଷ୍ଟ, ଅନ୍ୟ ଦେଶରେ ସରକାର ବଦଳାଇବାର ଏହି ଖେଳ ଏବେ ବନ୍ଦ ହେଉ। ଆମେରିକୀୟ ସାଂସଦ ରୋ ଖାନ୍ନାଙ୍କ ଏହି କଥାଟି କେବଳ ଗୋଟିଏ ବୟାନ ନୁହେଁ, ଏହା ଦର୍ଶାଉଛି ଯେ ଏହି ବିରୋଧର ସ୍ୱର ଏବେ ସରକାରଙ୍କ ଉପର ମହଲରେ ମଧ୍ୟ ପହଞ୍ଚିଗଲାଣି। ମାନେ ଅସନ୍ତୋଷଟା କେବଳ ଜନତାଙ୍କ ଭିତରେ ସୀମିତ ହୋଇ ରହିନାହିଁ। ଆଉ ଜନମତ ତାହା ବି ସରକାରଙ୍କ ସପକ୍ଷରେ ନାହିଁ। ଗୋଟିଏ ସର୍ଭେ ଅନୁସାରେ 100ରୁ 60 ଜଣ ଆମେରିକାନୀୟ ଏହି ଯୁଦ୍ଧକୁ ବିରୋଧ କରୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସରକାରଙ୍କୁ ନିଜ ଦେଶର ମଧ୍ୟ ଏଥିପାଇଁ ସମ୍ପୂର୍ଣ୍ଣ ସମର୍ଥନ ମିଳୁନାହିଁ। କିନ୍ତୁ କଥା କେବଳ ଦେଶ ଭିତରର ବିରୋଧରେ ସୀମିତ ନାହିଁ। ଏହି ରଣନୈତିକ ଭୁଲ ପାଇଁ ଆମେରିକାକୁ ଅନ୍ତର୍ଜାତିକ ସ୍ତରରେ ମଧ୍ୟ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ୁଛି, ଯାହା ତାର ମହାଶକ୍ତି ଛବିକୁ ଦୁର୍ବଳ କରିଦେଉଛି। ଆମେରିକାର ଶକ୍ତି କମୁଥିବାର ସଂକେତ ଏବେ ପୁରା ସ୍ପଷ୍ଟ। ଟିକେ ଭାବନ୍ତୁ, ଯେତେବେଳେ ସାଉଦି ଆରବ ଭଳି ମୁଖ୍ୟ ସହଯୋଗୀ ଦେଶରେ ଦୂତାବାସ ବନ୍ଦ କରିବାକୁ ପଡ଼େ, ଆଉ ନିଜର ମିଲିଟାରୀ ବେସ୍ଗୁଡ଼ିକ ସହଜ ଟାର୍ଗେଟ ପାଲଟିଯାଏ, ସେତେବେଳେ ମହାଶକ୍ତିର ଟ୍ୟାଗ୍ ଉପରେ ପ୍ରଶ୍ନ ଉଠିବା ତା ସ୍ୱାଭାବିକ। କିନ୍ତୁ ଗୋଟିଏ ଘଟଣା, ହଁ କେବଳ ଗୋଟିଏ ଘଟଣା, ଏହି ପୁରା ଯୁଦ୍ଧର ମୋଡ଼କୁ ବଦଳାଇଦେଲା। ଆଉ ସେଇଟା ଥିଲା ମିନାବ ସହରର ଗୋଟିଏ ପ୍ରାଇମେରୀ ସ୍କୁଲ ଉପରେ ହୋଇଥିବା ବୋମାମାର। ଏହି ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 160। ଏହା ହେଉଛି ସେହି ଛୋଟ ଛୋଟ ସ୍କୁଲ ଛାତ୍ରୀଙ୍କ ସଂଖ୍ୟା ଯେଉଁମାନେ ଏହି ଆକ୍ରମଣରେ ନିଜ ଜୀବନ ହରାଇଥିଲେ। ଏହି ଗୋଟିଏ ଘଟଣା ପୁରା ଦୁନିଆକୁ ଦୋହଲାଇ ଦେଇଥିଲା। ମିନାବ ଘଟଣାର ଦୁଇଟି ବଡ଼ ପ୍ରଭାବ ପଡ଼ିଲା। ପ୍ରଥମତଃ, ପୁରା ଦୁନିଆ ସାମ୍ନାରେ ଆମେରିକା ଓ ଇସ୍ରାଏଲର ଛବି ଖରାପ ହୋଇଗଲା। ଆଉ ଦ୍ୱିତୀୟରେ, ଇରାନ ଭିତରେ ଗୋଟେ ଆଶ୍ଚର୍ଯ୍ୟଜନକ ଏକତା ଦେଖିବାକୁ ମିଳିଲା। ଯେଉଁ ଇରାନୀ ଲୋକମାନେ ନିଜ ସରକାରକୁ ବିରୋଧ କରୁଥିଲେ, ସେମାନେ ବି ଏଇ ଛୋଟ ପିଲାଙ୍କ ମୃତ୍ୟୁ ପରେ ଦେଶ ପାଇଁ ଏକାଠି ହୋଇଗଲେ। ଆଉ ଯେତେବେଳେ ଆମେରିକା ଏହି ସବୁ ସମସ୍ୟାରେ ଫସି ରହିଛେ, ତାର ପ୍ରତିଦ୍ୱନ୍ଦ୍ୱୀମାନେ କ'ଣ ଚୁପ୍ ବସିଛନ୍ତି? ବିଲକୁଲ ନୁହେଁ। ସେମାନେ ଏହି ପରିସ୍ଥିତିରୁ ନିଜ ପାଇଁ ସୁଯୋଗ ଖୋଜୁଛନ୍ତି। ଏହା ଏକ ପ୍ରକାର ଗ୍ଲୋବାଲ ଚେସ୍ ଗେମ୍ ଭଳି। ଚୀନ ଦେଖୁଛି ଯେ ଆମେରିକା ଏକା ସାଙ୍ଗରେ ତିନିଟା ଯୁଦ୍ଧ ଲଢ଼ିବା ସ୍ଥିତିରେ ନାହିଁ, ତେଣୁ ସେ ତାଇୱାନ ଉପରେ ନିଜର ଚାପ ବଢ଼ାଇବାକୁ ସୁଯୋଗ ପାଉଛି। ଆଉ ରୁଷ, ଆମେରିକାର ଧ୍ୟାନ ଇରାନ ଆଡ଼କୁ ଯିବା ପରେ ରୁଷକୁ ୟୁକ୍ରେନରେ ନିଜ ସ୍ଥିତି ଆହୁରି ମଜବୁତ କରିବାର ମୌକା ମିଳିଯାଉଛି। ବାହ୍ୟ ଚାପ ସହିତ ଆମେରିକାକୁ ଆଉ ଗୋଟିଏ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି, ଆଉ ସେଇଟା ହେଲା ଆର୍ଥିକ ସ୍ତରରେ। କାରଣ ଇରାନ ଏଠାରେ ଗୋଟିଏ ବହୁତ ଚାଲାକିପୂର୍ଣ୍ଣ ଅସମାନ ଯୁଦ୍ଧ କୌଶଳ ଆପଣେଇଛି। ଏହା ହେଉଛି ଏକ ଅସମାନ ଆର୍ଥିକ ଲଢ଼ାଇ। ଭାବନ୍ତୁ, ଗୋଟେ ପଟେ ଇରାନର ଶସ୍ତା ଘରେ ତିଆରି ଡ୍ରୋନ୍, ଯାହାର ଦାମ କିଛି $1000 ହୋଇପାରେ, ଆଉ ଅନ୍ୟପଟେ ସେହି ଡ୍ରୋନ୍କୁ ମାରିବା ପାଇଁ ଆମେରିକାର $1,000,000 ଡିଫେନ୍ସ ସିଷ୍ଟମ। ଇରାନ 100ଟା ଶସ୍ତା ତୀର ମାରି ଆମେରିକାର ଗୋଟିଏ ମହଙ୍ଗା ଢାଲକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଧୀରେ ଧୀରେ ଏହି ରଣନୀତି ଆମେରିକାର ଅର୍ଥନୀତିକୁ ଦୁର୍ବଳ କରିପାରେ। ତେବେ ଦେଶ ଭିତରେ ବିରୋଧ, ବିଶ୍ୱସ୍ତରରେ ଚାପ ଆଉ ଆର୍ଥିକ କ୍ଷତି ଏସବୁ ମିଶି ଆମେରିକାକୁ ଏମିତି ଏକ ଜାଲରେ ଫସାଇ ଦେଇଛି, ଯେଉଁଠୁ ବାହାରିବାର କୌଣସି ସହଜ ରାସ୍ତା ଦେଖାଯାଉନାହିଁ। ଏହା ହିଁ ହେଉଛି ପ୍ରକୃତ ରଣନୀତିକ ଜାଲ, ଗୋଟେ ପ୍ରକାର ଚେକମେଟ୍। ଯଦି ଆମେରିକା ଏ ଯୁଦ୍ଧ ଜାରି ରଖେ, ତାହେଲେ ତାର ଇଜ୍ଜତ ଆଉ ପଇସା ଦୁଇଟା ଯାକ ଯିବ। ଆଉ ଯଦି ସେ ପଛକୁ ହଟିଯାଏ, ତାହେଲେ ଦୁନିଆର ଏକମାତ୍ର ସୁପର ପାୱାର ହିସାବରେ ତାର ଯେଉଁ ଛବି ଅଛି, ତାହା ପୂରାପୂରି ନଷ୍ଟ ହୋଇଯିବ। ଦୁଇଟି ଯାକ ରାସ୍ତା କେବଳ କ୍ଷତି ହିଁ କ୍ଷତି। ତେଣୁ ଶେଷରେ ଆମେ ସେହି ବଡ଼ ପ୍ରଶ୍ନ ପାଖରେ ପହଞ୍ଚୁଛୁ, ଯେତେବେଳେ ଆଗକୁ ଯିବା ମଧ୍ୟ ବିପଦପୂର୍ଣ୍ଣ ଆଉ ପଛକୁ ଫେରିବା ମଧ୍ୟ କ୍ଷତିକାରକ, ତାହେଲେ ଆଗକୁ କ'ଣ ହେବ? ଏହି ପ୍ରଶ୍ନର ଉତ୍ତର ହିଁ ଆଗାମୀ ଦିନରେ କେବଳ ଏହି ଅଞ୍ଚଳର ନୁହେଁ, ବରଂ ପୁରା ବିଶ୍ୱର ଭବିଷ୍ୟତ ନିର୍ଣ୍ଣୟ କରିବ।